21 प्रथम भाग लिखाई जना लिखाई जना द्वितीय भाग लिखा जन अच्छा 22 शेष जन अच्छा जना जन अच्छा अर्थ कौन तुम्हें जदि जन अन्य मान तुमको जनाती तमें जब जन अन्य मान तुमको जनइबे आमने बहुत सुंदर विषय देखो 21 फुट समस्त देखो ख्रीष्ट विष्णु का नाम प्रत्येक साधु को नमस्कार जना नमस्कार विष्णु का नाम नमस्कार करना खाली नमस्कार गुरु जी को प्रणाम नमस्कार सही नमस्कार की कहुँ जिष्णु का नाम जिष्णु का नाम नमस्कार भिन्न अटे बाइबल आम जानू जे यही नमस्कार चमत्कारिता अच्छी यही नमस्कार आश्चर्य विषय अच्छी आम जदि पढ़ा बाइबल नमस्कार आश्चर्य विषय आम जापर लुक तार 1 अध्याय 40 पद लुक तार 1:40 पुणी जिखरिया गृह प्रवेश करी एलिजाबेथ को नमस्कार कले मरियम एलिजाबेथ को नमस्कार कले गृह प्रवेश करी कौन कले नमस्कार कले इस समय मरियम कौन अच्छा गर्भवती अच्छा प्रथम दिन बहुत आत्मा शक्ति आत्मा शक्ति आवरी से नमस्कार कर एलिजाबेथ वृद्धा वयस्का से नमस्कार कर कौन लिखा 41 पदरे एलिजाबेथ मरियम का नमस्कार सुनिबा मात्रे शिशुटी गर्भरे नाची उठिला नमस्कार सुनिबा मात्रे यही नमस्कार गोटे भिन्न नमस्कार यही नमस्कार सुनिबा मात्रे केतोटी विषय घटुची आमने देखि पारिबा एठी आमने देखि पारो प्रथम पढ़ला शिशुटी गर्भरे नाची उठिला तो नमस्कार चमत्कारिता नमस्कार आश्चर्य विषय आम जो नमस्कार करू शून्य आम नमस्कार किसी घटी न था बाइबल तो कहते मैंने नमस्कार आम देखु स्त्री आ गोटे स्त्री कन्या ये कन्या मरियम कन्या कन्या गर्भवती गोटे कन्या आ गोटे स्त्री को नमस्कार कर तो साधारण विषय हुए कि दुईटा स्त्री दुईटा जाति कौन देखु आम गर्भवती अच्छा भल लगे कौन जड़े आउ जन को केमिति रेस्पेक्ट दौरान मरियम केवल नमस्कार कर पढ़ा लोक पुणी एलिजाबेथ पवित्र आत्मा पूर्ण हुई जिते नमस्कार स्वर शुणिला से पवित्र आत्मा पूर्ण होगा मैंने जानू ये गीत ये जो एलिजाबेथ गीत गाई प्रथम सामुएल हाना से गीत गाई परिवार गोटे सुंदर परिवार माने जानी लुक तार 1 अध्याय समस्त देखो लुक तार 1 अध्याय
ପନ୍ଦର ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବେ, ସେ ଦ୍ରାକ୍ଷାରସ କି ସୁରା କେବେ ହିଁ ପାନ କରିବେ ନାହିଁ, ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ। ମାତାର ଉଦରରୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବେ। ଏଇଟା ସାମାନ୍ୟ ବିଷୟ ନୁହେଁ। ଜଣେ ମାନେ ଜଗତକୁ ଆସି ନାହିଁ, ସେ ଭିତରେ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇକି ରହିବ। ଯୋଉଟା କି ଆଜି ଆମ ଜୀବନରେ ବାହାରେ ଅଛୁ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ପାଇଁ ଆମର ଇଚ୍ଛା ନାହିଁ। କେତେ ଜଣ 365 ଦିନ ଭିତରେ ଗୋଟେ ଦିନ ବି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ? 2025 ରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ କି? ଓଡ଼ିଆ ବୁଝିପାରୁନାହାନ୍ତି। ହେଲେ କି? ଜ୍ୱରରେ ପୂର୍ଣ୍ଣ ହେଲେ, କ୍ରୋଧରେ ପୂର୍ଣ୍ଣ ହେଲେ, ରାଗରେ ପୂର୍ଣ୍ଣ ହେଲେ, ପଇସାରେ ପୂର୍ଣ୍ଣ ହେଲେ, ହଜିରେ ପୂର୍ଣ୍ଣ ହେଇଗଲେ, କିନ୍ତୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ କି? କେବେ ବି ଜାଣିଛନ୍ତି ଯେ ଜୀବନରେ ମୋର କେତେ ବର୍ଷ ହେଲାଣି ଥରେ ବି ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଛନ୍ତି? ଗୋଟେ ପଦ ପଢନ୍ତୁ ସମସ୍ତେ, 1 ଅଧ୍ୟାୟରେ 67। ଆଉ ତାହାଙ୍କ ପିତା ଜିଘର୍ୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉଛନ୍ତି। ଏ ପରିବାର ପବିତ୍ର ଆତ୍ମାରେ ପୂର୍ଣ୍ଣ ପରିବାର। এই সময় পবিত্র আত্মা জগৎକୁ অবতীর্ণ ହୋଇନଥିଲେ। ପେଣ୍ଟିକ ଦିନ ପବିତ୍ର ଆତ୍ମା ଆସିଲେ, କିନ୍ତୁ ତା ପୂର୍ବରୁ ପବିତ୍ର ଆତ୍ମାରେ ସେମାନେ ପୂର୍ଣ୍ଣ ହଉଛନ୍ତି। ପବିତ୍ର ଆତ୍ମା ସେମାନେ ମଧ୍ୟ ତଲେଇ ଆସୁଛନ୍ତି। ଏବେ ତ ପବିତ୍ର ଆତ୍ମା ଆସି ସାରିଛନ୍ତି, ଆମମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉ କି? ଜଣେ କନ୍ୟା ଗର୍ଭବତୀ, ସେ ପବିତ୍ର ଆତ୍ମାଙ୍କର ଶକ୍ତିରେ, ପରାତ୍ପରିକ ଶକ୍ତିରେ ଗର୍ଭବତୀ ହେଇଛନ୍ତି ଆଉ ନମସ୍କାର ଜଣାଉଛନ୍ତି। ନମସ୍କାର ଶୁଣିବା ମାତ୍ରେ ଆମେ ଦେଖୁ ଗର୍ଭର ଶିଶୁ ନାଚି ଉଠୁଛି। ସେଥିପାଇଁ ପାଉଲ ନମସ୍କାର କରିବା ପାଇଁ ପଛନ୍ତି ନାହିଁ, ନମସ୍କାରକୁ ହାଲୁକା ଭାବରେ ନିଅନ୍ତି ନାହିଁ। ଯୀଶୁଙ୍କ ନାମର ନମସ୍କାର ଆମେ ପ୍ରେଜ ଦ ଲର୍ଡ କରୁଛୁ ନା, ଗୋଟେ ପ୍ରକାର ନମସ୍କାର ବୋଲି ଆମେ ଗ୍ରହଣ କରନ୍ତୁ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ କହିଲେ ମୁଁ କଣ କହିବି? ମୁଁ ବି ପ୍ରେଜ ଦ ଲର୍ଡ କହିଥିଲି ନା, ଏଇଟା ନୂଆ ହେଇଛି, ମାନେ ଆଗରୁ ଏଇଟା ନଥିଲା, କିନ୍ତୁ ଡେଭଲପ ହେଇଯାଇଛି, ଆମେ ସମସ୍ତେ କରିଥାଉ। କିନ୍ତୁ ଏଇଠି କଣ ଲେଖା ହଉଛି? ନମସ୍କାର, ଗ୍ରିଟିଂ, ଅଭିନନ୍ଦନ। ନମସ୍କାର ଏଇ କଥା ମନେ ପକାଇବା ଯେ ନମସ୍କାର ଶବ୍ଦ ଅଛି। ମତେ ଆମର ଗୋଟେ ଡିଷ୍ଟ୍ରିବ୍ୟୁସନ ଥିଲା ଜୟପୁରରେ, ସମସ୍ତଙ୍କୁ ଦିଆହେଲେ, କିଛି ଲୋକ ଦିଆହେଲା, ତ ପଚାରିଲେ ତାକୁ କାହିଁକି ଦିଆହେଲା? ତ ମୁଁ ମେସେଜ ତାକୁ ଏଥିପାଇଁ ଦିଆହେଲା, ମୁଁ ଯେତେବେଳେ ବାହାରେ ସେ ମତେ ନମସ୍କାର କରନ୍ତି। ଯେତେବେଳେ ବାହାରିକି ଘରୁ ସେ ମତେ ନମସ୍କାର କେମିତି କରିଛନ୍ତି। ଅଫିସକୁ ଯିବି, ଆସିଲା ବି ନମସ୍କାର କରିଛନ୍ତି। ମୁଁ କହିଲି ନମସ୍କାର କରୁଛନ୍ତି ସେଥିପାଇଁ ଜାଣିକି ନମସ୍କାର କଲେ ମିଳେ କି? ସେଇଟା ନୁହେଁ। ସେ ଗୋଟେ ମୋ ଠାରୁ ବୟସର ବଡ, କିନ୍ତୁ ସେ ମତେ ନମସ୍କାର କରନ୍ତି। ତେଣୁ କହିବା ହେଲା ଯେ
ପାଉଲ ଚିଠିର ଆରମ୍ଭରେ ଶେଷରେ ନମସ୍କାର ଅଭିନନ୍ଦନ ସବୁ କରନ୍ତି, ଶୁଭେଚ୍ଛା ଜଣାନ୍ତି, ଶୁଭକାମନା କରନ୍ତି। ତାର ବିଶେଷ ତାତ୍ପର୍ଯ୍ୟ ରହିଛି। ତେଣୁ ଇଏ ଯେତେବେଳେ ନମସ୍କାର ଜଣାଉଛନ୍ତି, ଗର୍ଭର ଶିଶୁ ନାଚି ଉଠୁଛି, ଆଉ ଏଲିସାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉଛନ୍ତି। ଆଉ ଲେଖା ହଉଛି 42 ପଦ, ଅତି ଉଚ୍ଚ ସ୍ୱରରେ କହିଲେ, ମାନେ ବୁଢୀ କିନ୍ତୁ ସ୍ୱରଟା ଉଚ୍ଚ କଲା। ଆଜି ଆମର ସ୍ୱରଟା ଉଚ୍ଚ ହେଇପାରୁନି, ଉଚ୍ଚ ସ୍ୱରରେ କହିପାରୁନୁ, କିନ୍ତୁ ସେ ଅତି ଉଚ୍ଚ ସ୍ୱରରେ କହିଲା। କଣ କହିଲା? ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମ ଗର୍ଭର। କଣ ଦେଖୁଛୁ? ଦେଖ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇ କିଛି କହି ନାହିଁ କି ମରିୟମ କହି ନାହିଁ ଯେ ମୋ ଗର୍ଭବତୀ ହେଲା, ମୋର ଗୋଟେ ଦୋଷ ଆସି କହିସାରା, କିନ୍ତୁ କିଏ ଜାଣିପାରୁନି। ଏଠୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ ସେ ସାଙ୍ଗେ ସାଙ୍ଗେ ଜାଣିପାରିଲେ ଯେ ମରିୟମ କଣ ହେଇଛନ୍ତି, ଗର୍ଭବତୀ ହେଇଛନ୍ତି। ଆଉ ଲେଖାଯାଇଛି ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ। ମରିୟମ ନିଶ୍ଚୟ ଗୋଟେ ଧନ୍ୟ କନ୍ୟା ଆଉ ସ୍ତ୍ରୀ। ଆମମାନେ 11 ଅଧ୍ୟାୟକୁ ଯିବା, ଲୋକ 11 ଅଧ୍ୟାୟ। ଲୋକ 11 ଅଧ୍ୟାୟ 27 ପଦ। ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସଭା ମଧ୍ୟରୁ ଜଣେ ସ୍ତ୍ରୀ ଲୋକ ଉଚ୍ଚ ସ୍ୱରରେ କହିଲେ, ଧନ୍ୟ ସେଇ ଗର୍ଭ ଯାହା ତୁମକୁ ଧାରଣ କଲା ଓ ସେଇ ସ୍ତନ ଯହିଁରୁ ତୁମେ ପାନ କଲ। ଯୀଶୁଙ୍କର କଥା ଶୁଣି ସ୍ତ୍ରୀ ଲୋକଟା ଜାଣିପାରୁଛି ଯେ ତା ମା କେମିତି ହେଇଥିବେ, ମାର ଗର୍ଭ କେମିତି ଥିବ। ତେଣୁ ଆମେ ଜାଣିବା ଯେ ମରିୟମର ଗର୍ଭ ଭିନ୍ନ ଗର୍ଭ ଥିଲା। ଦୁଇଟା ସ୍ତ୍ରୀ ଲୋକ ସେ କଣ କରୁଛନ୍ତି, ପ୍ରମାଣିତ କରୁଛନ୍ତି। ଯୀଶୁ ଯେତେବେଳେ ଜଗତକୁ ଆସିଲେ ସେ ପୁରୁଷ ସ୍ତ୍ରୀ ବିନା ଜାତ ହେଲେ, ପବିତ୍ର ଆତ୍ମାଙ୍କର ଜାତ ହେଲେ। ସେ ସମ୍ପୂର୍ଣ୍ଣ ପୃଥକ ଥିଲେ, ଭିନ୍ନ ଥିଲେ। ବାଇବେଲରେ ସ୍ପଷ୍ଟ କରି ପ୍ରମାଣ କରୁଛି। ଯୀଶୁଙ୍କର କଥା ଶୁଣୁଛି, ସେ ଯୀଶୁଙ୍କର ଶିକ୍ଷା ଶୁଣୁଛି। ସେ କହୁଛି ତୋ ମା ନିଶ୍ଚୟ ଭିନ୍ନ ହେଇଥିବେ। ଯଦି ଆମ ପିଲାମାନେ କୋଉଠି କାମ କରୁଥିବେ ଆଉ ତାଙ୍କର ଆଚରଣ ଦେଖି ଅନ୍ୟମାନେ କହିବେ ତମ ମା ନିଶ୍ଚୟ, କଣ ହବ? ମାର ଛାତିଟା ଖୋଲିଯିବ। ଯା ଏତେ ବର୍ଷ ଯତ୍ନ କରିଥିଲା ପିଲାକୁ। ଅନ୍ୟମାନେ ଆମ ପିଲାମାନେ ଯାଇଥିବେ ଆଉ ସେ କହିବେ ତ ମା ବାପା ଏତେ ଭଲ ଯତ୍ନ ନେଇନାହାନ୍ତି କି? କଣ ହବ? ମାନେ ଦେଖୁ ଯେ ନମସ୍କାର ତାତ୍ପର୍ଯ୍ୟ ଅଛି, ଗୁରୁତ୍ୱ ଅଛି, ପ୍ରାଧାନ୍ୟତା ଅଛି। ଯେତେବେଳେ ନମସ୍କାର କରାଯାଏ, ଆଉ ସେଇ ନମସ୍କାର କଣ? ଶୂନ୍ୟ ନମସ୍କାର ନୁହେଁ, ଯୀଶୁଙ୍କ ନାମରେ। ଅର୍ଥାତ୍ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ, କେବଳ ଯୀଶୁ ନାମ, ଯୋଉ ନାମରେ ସବୁ କିଛି ଅଛି। 2 କରି 4ଟି ଅକ୍ଷର ବାନ୍ଧି ରଖିଅଛି ସ୍ୱରର ସବୁ। କଣ ବୁଝିପାରୁଛ? ପୃଥିବୀ ଯଦି ବାନ୍ଧିଛି, ସଜାଇଛି, ସେଇ ନା ଯୀଶୁ ନାମ। ତ ଯୀଶୁ ନାମରେ ପାଉଲ କଣ କରନ୍ତି? ନମସ୍କାର ଜଣାନ୍ତି। ଆଉ ମଣ୍ଡଳୀ ମଧ୍ୟ ଜଣାଏ। ଦେଖନ୍ତୁ ଲେଖା ଯାଉଛି ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁକୁ ନମସ୍କାର ଜଣା। ମାନେ
କାହାକୁ ନମସ୍କାର? ଅକାୟ ମାନଙ୍କୁ କଣ ଲେଖା ସାଧୁ ସାଧୁ ଅର୍ଥାତ୍ କିଏ? ଆଜି ଟିକେ କହିଲେ ସାଧୁ ମାନେ କିଏ ଅର୍ଥ ପାଇଲେ। ସାଧୁ ମାନେ କିଏ? ବାଇବେଲ ତ ସାଧୁ ଲେଖ ସେ କିଏ? ବିଶ୍ୱାସ କିଏ? ସାଧୁ କାହାକୁ ସାଧୁ ବୋଲି କୁହାଯାଏ? ସାଧୁ କିଏ? ପୂଜାକୁ ଆସନ୍ତି ନା ଖାଲି ଖ୍ରୀଷ୍ଟିଆନ ଭାବରେ ଆସନ୍ତି? ଯେମିତି ଅନ୍ୟମାନେ ମନ୍ଦିରକୁ ଯାଆନ୍ତି ଆମ ମଧ୍ୟ ମଣ୍ଡଳୀକୁ ଆସନ୍ତି। ପୃଥକ କରାଯାଇଥିବା ଲୋକମାନେ, ଜଗତରେ ପୃଥକ ହେଇଥିବା ଲୋକମାନେ ଯୀଶୁଙ୍କ ନାମର ନମସ୍କାର ସେମାନଙ୍କୁ ଜଣାଇ ଦିଆଯିବ ଯେଉଁମାନେ ପୃଥକ ଜୀବନ କାଟୁଛନ୍ତି। ତେବେ ସେ ଆଶ୍ଚର୍ଯ୍ୟ ବିଷୟ ଘଟିବ। ଗର୍ବ ଯେମିତି ନାଚି ଉଠିଲା ଏଇ ନମସ୍କାରର ଆଶ୍ଚର୍ଯ୍ୟ ବିଷୟ। ତେଣୁ ନମସ୍କାର ତମେ ହାଲୁକା ନେବା ନାହିଁ। ଯୀଶୁଙ୍କ ନାମର ନମସ୍କାର ଅନେକ ବିଷୟ ସାଧନ କରେ। ଆମର ପ୍ରେମକୁ ଜଣାଇ ଦିଏ, ଆମର ଭକ୍ତିକୁ ଜଣାଇ ଦିଏ। ସାଧୁମାନଙ୍କୁ ନମସ୍କାର ଜଣା ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ଦେଖିବା 21 ମୋର ସଙ୍ଗୀ ଭାତୃଗଣ ତୁମକୁ ନମସ୍କାର ଜଣାଉଛନ୍ତି। ଅର୍ଥ କଣ? ପାଉଲ ଜେଲରେ ଅଛନ୍ତି, ଏକଲା ଅଛନ୍ତି, କିନ୍ତୁ ସଙ୍ଗୀ ବି ଅଛନ୍ତି। ପାଉଲ ଏ ଜଗତରେ ଏକଲା ଜୀବନ କାଟୁନାହାନ୍ତି। ମୋର ସଙ୍ଗୀ। ଅନେକ ଜେଲରେ ଗଲେ ଏକଲା ହେଇଯାଆନ୍ତି, ଘରେ ଥିଲେ ବି ଏକଲା ହେଇଯାଆନ୍ତି, ପରିବାର ସମସ୍ତେ ଅଛନ୍ତି କିନ୍ତୁ ଏକଲା ଏକଲା ଲାଗେ। এই একলা জীবন এটা হচ্ছে একলা নহু। আমি প্রভু যীশু যেতবে জগতের ଥିଲେ সে কହୁଥିଲେ ମୁଁ ଏକାକୀ ନୁହେଁ, ମୋ ସହିତ ପିତା ଅଛନ୍ତି। ଆଉ ଗୋଟେ ସମୟ କହିଲେ ହେ ପିତା ମତେ କାହିଁକି ପରିତ୍ୟାଗ କରୁଛ? ଯେଉଁମାନେ ଅନନ୍ତ କାଳ ସହାୟତା ଥିଲେ ଏକାତ୍ରିତ ପବିତ୍ର ଆତ୍ମା ଏବେ ଗୋଟିଏ ସମୟ ଆସିକି ପୃଥକ ହେଇଯାଉଛନ୍ତି। ତେଣୁ ମନେ ରଖିବାକୁ ହବ ପାଉଲ ଗୋଟେ ସୁନ୍ଦର ଜୀବନ କାଟୁଛନ୍ତି। ଜେଲ ହଉ ଜେଲ ବାହାରେ ହଉ, ମଣ୍ଡଳୀ ହଉ ମଣ୍ଡଳୀ ବାହାରେ ହଉ, ଗାଁରେ ହଉ ସହରରେ ହଉ, ସଙ୍ଗୀ ଦରକାର। ମୁଁ ଆଉ ଗୋଟେ ବିଷୟ, ଯଦି କାହାର ସଙ୍ଗୀ ନାହାନ୍ତି, ଏଇଟା ମୁଁ କହିଛି ତଥାପି ଆଜି ଆଉ ଥରେ ମନେ ପକେଇ ଦଉଛି। ଆମେ ସମସ୍ତେ ଗୀତ ସଂହିତା ଖୋଲିବା। ଗୀତ ସଂହିତା 42 ତ 42:8 ଦିନ ବେଳେ ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି ରାତ୍ରି କାଳେ ତାହାଙ୍କର ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋର ସଙ୍ଗୀ ହେବ। ପ୍ରାର୍ଥନା ମୋର ସଙ୍ଗୀ ହେବ। এই ଗୀତରେ ଦେଖିପାରିବେ ଯେ ମାନେ ଜାଣିପାରିବା ଚାରିପଦ ଲେଖାଯାଉଛି। ମୁଁ କିପରି ଲୋକାରଣ୍ୟ ସହିତ ଯାତ୍ରା କଲି, ଅରଣ୍ୟ ପରି ଜଙ୍ଗଲ ପରି ଲୋକ ଭିଡ଼ରେ ସେ ଯାତ୍ରା କରୁଥିଲେ, କିନ୍ତୁ ଏବେ ଏକଲା ହେଇଯାଇଛନ୍ତି। ଗୀତରେ କଣ ହେଇଯାଇଛନ୍ତି? ଏକଲା। ଯେତେବେଳେ ସେ ଏକଲା ହେଇଛନ୍ତି ସେଇ ସମୟ ସେ କହୁଛନ୍ତି ପ୍ରାର୍ଥନା ମୋର ସଙ୍ଗୀ। একলা জীবনটা শূন্য জীবনটা অনেক সময় কଣ করে? হাসি আড়କୁ ନେଇଯାଏ, ଆତ୍ମହତ୍ୟା ଆଡକୁ ନେଇଯାଏ। କିନ୍ତୁ ବାଇବଲରେ ଏକଲା ହେବା ପାଇଁ ସୁଯୋଗ ନାହିଁ। ପ୍ରାର୍ଥନାକୁ ମଧ୍ୟ ଆମେ ସଙ୍ଗୀ କରିହେବ। ଆମ ସଙ୍ଗୀ ପ୍ରାର୍ଥନା। ଅର୍ଥାତ୍ ମୁଁ ଯେତେବେଳେ ପ୍ରାର୍ଥନା କରେ ହେ ପ୍ରଭୁ
ସେ ମୋ ସଙ୍ଗୀ, ହେ ପିତା ସେ ମୋ ସଙ୍ଗୀ, ମତେ ସଂଗତି ପ୍ରଦାନ କରନ୍ତି, ମୋର ବନ୍ଧୁ ଯାଆନ୍ତି, ମୋ ଛାତି ଯାଆନ୍ତି। ଯେଉଁମାନେ ପ୍ରାର୍ଥନା ଛାଡ଼ିଛନ୍ତି, ସଙ୍ଗ ହରାଇଛନ୍ତି, କେବଳ ପ୍ରାର୍ଥନା କରୁନ, ଆଗେ ଘଣ୍ଟା ଘଣ୍ଟା ପ୍ରାର୍ଥନା, ଏବେ କିଛି ପ୍ରାର୍ଥନା ନାହିଁ। ଯେଉଁମାନେ ପ୍ରାର୍ଥନା କରୁନାହାନ୍ତି ସଙ୍ଗହୀନ ଜୀବନ, ଯେଉଁ ଘରେ ପ୍ରାର୍ଥନା ନାହିଁ ସେ ଘରେ ଆଉ କିଛି ନାହିଁ, ସଙ୍ଗ ହିଁ ନାହିଁ। ସବୁ ଅଛି, ଆସବାବ ପତ୍ର ସବୁ ଅଛି, କିନ୍ତୁ ଶୂନ୍ୟ ଲାଗୁଛି। ଟିଭି ଅଛି, ଫୋନ ଅଛି, ସବୁ ଅଛି, କିନ୍ତୁ ଏକଲା ଲାଗୁଛି। ବହୁତ କଷ୍ଟ ଜୀବନ ସେଇଟା। ତେଣୁ ଏଠି ଆମେ ଦେଖୁ ଖ୍ରୀଷ୍ଟିଆନ ଜୀବନ କେବଳ ନିଃସଙ୍ଗ ହବ ନାହିଁ। ନିଶ୍ଚୟ କଣ ସଙ୍ଗୀ ଅଛନ୍ତି। ଜଣେ ଖ୍ରୀଷ୍ଟିଆନ ଯଦି ସଙ୍ଗହୀନ ହୁଏ ସେ କେବେ ଏ ଜଗତରେ ବଞ୍ଚିପାରିବ ନାହିଁ। ସଂଗତି ଦରକାର, ସହଭାଗିତା ତେଣୁ କେହି ଯଦି ଏଠି ଅଛି ପ୍ରାର୍ଥନା ବିନା ଜୀବନ ଯାପନ କରୁଛି, ତେବେ ସେ ସଂଗତି ହରାଇଛି। ତେଣୁ ଜାଗ୍ରତ ହେବା। ତ ପାଉଲ କହୁଛନ୍ତି ମୋର ସଙ୍ଗୀ, ଲେଖା ହେଇଛି ମୋର ସଙ୍ଗୀ ଭାତୃଗଣ, ମାନେ ବଡ ସୁନ୍ଦର। ପାଉଲ ତାଙ୍କର ପଦ ଅନୁସାରେ ନିଜର ମହାନତା ଦେଖାଉନାହାନ୍ତି, ତାଙ୍କ ନମ୍ରତାକୁ ପରିଚୟ ଦଉଛନ୍ତି, ସେମାନେ ମୋର ଭାଇ। ନମସ୍କାର ଜଣାଉଛନ୍ତି, ଫିଲିପିୟ ମଣ୍ଡଳୀ ଉତ୍ସାହ ଦଉଛନ୍ତି। ଫିଲିପିୟ ମଣ୍ଡଳୀ କେବଳ ମୁଁ ନୁହେଁ, ମୋର ସଙ୍ଗ ସମସ୍ତେ ତୁମକୁ ନମସ୍କାର କରୁଛନ୍ତି। ତମେ ଏଇ ଜଗତରେ ଏକଲା ଅନୁଭବ କର ନାହିଁ। ଆମ ଭିତରେ ଯେମିତି ସଂଗତି ଅଛି, ସୌଭାଗ୍ୟ ଅଛୁ, ଆମମାନେ ବନ୍ଧୁତାରେ ଅଛୁ, ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ମାନେ ମଧ୍ୟ ସେଇ ପ୍ରକାର ବନ୍ଧୁତାରେ ରୁହ, ସଂଗତି ରୁହ, ସୌଭାଗ୍ୟ ରୁହ। ଫିଲିପିୟ ମଣ୍ଡଳୀରେ ଆମେ ବିଭିନ୍ନ ପ୍ରକାର ପାପ ନ ଦେଖିଲେ ମଧ୍ୟ ବସାର ଧର୍ମର ପାପ ଥିଲା। ସେଥିପାଇଁ ଚିଠିର ଶେଷ ସେ ଲେଖୁଛନ୍ତି ଯେ ସମସ୍ତ ସହିତ ଭାତୃଭାବ ଦେଖା, ଗୋଟେ ବଡ ଆଦେଶ ବାଇବଲରେ ଆମେ ଦେଖୁ। ଏଭଳି ତାର 13 ଅଧ୍ୟାୟ 1 ପଦ। ପ୍ରେମ ତୀର ଅଇଥାଉ। କେତେବେଳେ କହୁଛନ୍ତି ଏଇଟା ଗଳ୍ପଟା ଯଦି ପଢିବେ 12 ଅଧ୍ୟାୟ ଶେଷ ପଦ, କାରଣ ଆମମାନଙ୍କ ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ। ଆମ ଈଶ୍ୱର କିଏ? ଯେତେବେଳେ ବଳି ଉତ୍ସର୍ଗ ହୁଏ ଅଗ୍ନି ଆସି କଣ କରିଥିଲା? ଖାଇଦିଏ, ଗ୍ରାସ କରିଦିଏ। ଯେତେବେଳେ ଏଲିୟ ଉତ୍ସର୍ଗ କରୁଛନ୍ତି ଅଗ୍ନି ଆସି ଗ୍ରାସ କରୁଛି। ପ୍ରଭୁ ଗ୍ରାସକାରୀ ଅଗ୍ନି ସ୍ୱରୂପ। ସେଥିପାଇଁ ତୁମମାନେ ଭାତୃ ପ୍ରେମରେ ସ୍ଥିର ହେଇଥାଅ। ଭାତୃ ପ୍ରେମ ପରିତ୍ୟାଗ କର ନାହିଁ। ଯେମିତି ମା ସଭା ହୁଏ, ସବୁ ମା ଯାଆନ୍ତି ନାହିଁ, ଯାଆନ୍ତି କି? ବାପା ସଭା ନାହିଁ, ବାପା ସଭା ଅଛନ୍ତି ମଣ୍ଡଳୀରେ, ବାପା ସଭା ନାହିଁ। ବାପା ସଭା ବି କରିବା ଦରକାର ଥିଲା, କିନ୍ତୁ ବାପା ସଭା ହୋଇପାରୁନାହିଁ। ମା ସଭା ହଉଛି, ସି ସଭା ହଉଛି, ସଣ୍ଡେ ସ୍କୁଲ ଯାହା ସବୁ ହଉଛି, ସବୁ ଆମେ କଣ କରେ? ଆମକୁ ସ୍ଥିରତା ଦିଏ, ଆମ ପାଇଁ ଦିଏ ନାହିଁ। ପ୍ରେମରେ ସ୍ଥିର ହେଇଥାଅ। ପ୍ରଭୁ ଯାହାକୁ ଆମେ ଉପାସନା କରୁ, ଦେଖ
ଦେଖନ୍ତୁ ସେଇଠି ଉପରେ ଦେଖନ୍ତୁ 28 ମାନେ ଏଭ୍ରି ବାର ତାର ଅତି 18 ରାଜ୍ୟ ପ୍ରାପ୍ତ ହେବ ଆସ ଆମେ କି ରାଜ୍ୟ ପ୍ରାପ୍ତ ହେଇଛୁ ଟଳ ନାହିଁ କେତେବେଳେ ମାନେ ଏଇ ଶାସନ ଚାଲିଯିବ ଟଳମଳ ହଉଛି ସେମିତି ଆମେ ଅଟଳ ରାଜ୍ୟ ପାଇଛୁ ତେଣୁ ଲେଖା ହେଇଛି ପ୍ରାପ୍ତ ହେବାରୁ ଆସ ଆମେମାନେ କୃତଜ୍ଞ ହୋଇ ଭୟ ଅଭକ୍ତି ସହକାରେ ଈଶ୍ୱରଙ୍କର ସନ୍ତୋଷଜନକ ଉପାସନା ସନ୍ତୋଷଜନକ ଉପାସନା ଆଉ ଯେତେବେଳେ ସନ୍ତୋଷଜନକ ଉପାସନା କରୁ ଲେଖା 29 ପଦରେ ଅଗ୍ନି ଆସି ସେ ଉପାସନାକୁ ଗ୍ରହଣ କରନ୍ତୁ ହ୍ୟାଲୋ ବୁଝି ହଉଛି କି ବୁଝିପାରୁଛନ୍ତି କି ନା ବୁଝିପାରୁଛନ୍ତି ବହୁତ ନା ବୁଝିଥିଲୁ ସନ୍ତୋଷଜନକ ଈଶ୍ୱର ଚାହାନ୍ତି ଆମେ କୃତଜ୍ଞତା ସହିତ ଉପାସନା କରିବୁ ଧନ୍ୟବାଦ ସହିତ ଉପାସନା କରିବୁ ଆମ ଉପାସନା ଗ୍ରହଣ ଯୋଗ୍ୟ ହବ ଆମ ଉପାସନା ଗ୍ରହଣ କରିବେ এই উপাসনা দুইটা লেখা হয়েছে আমানে দেখো লেখা হয়েছে আমানে কৃতজ্ঞ হয়ে ভয় ও ভক্তি সহকারে ঈশ্বরଙ୍କ ସନ୍ତୋଷଜନକ ଉପାସନା କରୁ ଈଶ୍ୱରଙ୍କୁ ଅସନ୍ତୁଷ୍ଟ ଉପାସନା କରିବା ହେବ ନାହିଁ ଅସନ୍ତୁଷ୍ଟ ଉପାସନା କରିବା ନାହିଁ ଅସନ୍ତୁଷ୍ଟ କିଏ ଥିଲେ ଅସନ୍ତୁଷ୍ଟ ଥିଲେ ଈଶ୍ୱର ପ୍ରତି କ୍ରୋଧରେ ଥିଲେ ଈଶ୍ୱର ପ୍ରତି ସେ କ୍ରୋଧ ହଉଥିଲେ ରାଗି ଯାଉଥିଲେ ଆରେ ମୋର ପ୍ରଚାରରେ ନିମିର 1,20,000 ପରିବର୍ତ୍ତନ ହେଇଗଲେ ସେମାନେ ଆପଣ ରକ୍ଷା କରିବା ପ୍ରଭୁ ଆପଣ ତ କହିଥିଲେ ଧ୍ୱଂସ କରିବା ପାଇଁ ଅକୃତଜ୍ଞ ହୃଦୟ ଯୋଉ ଲୋକ ଅବାଧରେ ଜାହାଜରେ ଖସି ଚାଲି ଯାଉଥିଲା ସମୁଦ୍ର ଭିତରେ ପ୍ରଭୁ ତାକୁ ରକ୍ଷା କଲେ ପରିତ୍ରାଣ ଦେବେ ବୋଲି ପ୍ରାର୍ଥନା କରି ପରିତ୍ରାଣ ଦେଲେ ସେଇ ଲୋକ ଯେତେବେଳେ ନିନିର ଲୋକମାନେ ପରିତ୍ରାଣ ପାଉଛନ୍ତି ଖୁସି ହଉନାହିଁ ଅସନ୍ତୁଷ୍ଟ ହଉଛି ଅସନ୍ତୁଷ୍ଟ ଉପାସନା ପ୍ରାର୍ଥନା ପ୍ରଭୁ ଗ୍ରହଣ କରନ୍ତି ନାହିଁ ଜୁନସର ପ୍ରାର୍ଥନା ମାଛର ପେଟରେ ଗ୍ରହଣ କଲେ କିନ୍ତୁ ପରେ ଗ୍ରହଣ ହେଇ ନାହିଁ ସନ୍ତୋଷଜନକ ଉପାସନା ସେତେବେଳେ ହୁଏ ଯେତେବେଳେ ଆମେ କଣ କରୁ ଭାତୃ ପ୍ରେମରେ ଏଇଠି ଆମେ ଦେଖୁ କାହିଁକି କୁହାଯାଉଛି ଏମିତି ଆସନ୍ତୁ ଏମିତି 10 ଅଧ୍ୟାୟ ଏମିତି 10:25 ଆଉ କେମିତି ଦେଇକରି ଆପଣଙ୍କର ମଣ୍ଡଳୀ ଉପାସନା ପରିତ୍ୟାଗ କେତେ ଜଣ ମଣ୍ଡଳୀ ଉପାସନା ପରିତ୍ୟାଗ କରିଦିଅନ୍ତି ଆସନ୍ତି ନା ସେମାନେ ଆମେ କେବେ କେବେ ଉପାସନା ଆସିବା ବହୁତ କଷ୍ଟ ଲାଗେ ଆଜି ତ ବେଶୀ କଷ୍ଟ ଥଣ୍ଡା ହଉଛି ଥଣ୍ଡା ନାହିଁ ମାନେ ବଡ କୃତଜ୍ଞ ସହିତ ଆସିଛନ୍ତି ନା କଷ୍ଟରେ ଆସିଛନ୍ତି କୃତଜ୍ଞ ଆସିଛନ୍ତି ଭୟ ଅଛି ଭକ୍ତି ଅଛି ଈଶ୍ୱରକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରୁଛନ୍ତି ନା ନିଜେ ନିଜେ ସନ୍ତୁଷ୍ଟି ଚାଲିଥିବେ ବଡ ସୁନ୍ଦର ଭାବରେ ଲେଖା ହେଇଛି ଯେ ଜିହୁଦୀ ମାନେ ତମେ ଉପାସନା ପ୍ରତ୍ୟାଗ କର ନାହିଁ ଉପାସନା କର ଈଶ୍ୱରକୁ ସନ୍ତୁଷ୍ଟ ଭାବେ ଉପାସନା କର ତେବେ ସେ ଉପାସନା ପ୍ରଭୁ କଣ କରିବେ ଚାଟି ପକାଇବେ ସେଇଟା ଲେଖା ହେଇଛି ଚାଟି ପକାଇବେ ତେଣୁ ଭଲ ଲାଗେ ବାଇବଲ ଶବ୍ଦ ଗୁଡାକ ଯଦି ଆମେ ପଢୁ ଭଲ ଭାବରେ ଧ୍ୟାନ ସହିତ ପଢୁ ବହୁତ ଭଲ ଲାଗେ ଯଦି
हम समस्ते पढ़ा लेविताल 1 लेविताल 1:9 पद। ଉଦ୍ଦେଶ୍ୟରେ ଅଭିଭୂତ ଉପହାର ମାନେ କଣ ଯୋଉ ଆଧାର କରିବେ ସେଟା କଣ ତୁଷ୍ଟି ହବ, ପ୍ରଭୁଙ୍କୁ ସନ୍ତୁଷ୍ଟ କରିବ। ଆଉ ଦେଖନ୍ତୁ ତାର 1 ଅଧ୍ୟାୟ ତା 17 ପଦ। ଆଉ ବକ୍ଷ ମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ। ପୁଣି ଯାଜକ ବେଦୀ ଉପରିସ୍ଥ ଅଗ୍ନି ଓ କାଠ ଉପରେ ଦଗ୍ଧ କରିବ। ତହେ ତାହା ହୋମ ବଳି ଅର୍ଥାତ୍ ତୁଷ୍ଟିଜନକ ଆଜ୍ଞାନାଥାଏ ସଦାପ୍ରଭୁ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଅଗ୍ନିକୃତ ମାନେ ଅଗ୍ନି ସେଠି କାମ କରିବ, ଅଗ୍ନି ଆସିବ, ସବୁ ଗ୍ରାସ କରିବ, ଗ୍ରହଣ କରିବେ ପ୍ରଭୁ। କରିବାର ବଳିକୁ ଗ୍ରହଣ କଲେ ନାହିଁ, କେବଳ ବଳିକୁ ଗ୍ରହଣ କଲେ। ଗ୍ରହଣ ହେଲା ପରେ କେମିତି ଜାଣିବେ? ଅଗ୍ନି ଗ୍ରାସ କରିବ। ଠିକ ଅଛି, ଆମେ ଫେରିବା ଫିଲିପିକୁ। ପ୍ରଥମ ଅଂଶରେ ଦେଖିଲୁ ଆମେ ସାଧୁମାନଙ୍କୁ ନମସ୍କାର ଜଣାଅ। ଦ୍ୱିତୀୟ ଅଂଶ ଦେଖିଲୁ ମୋର ସଙ୍ଗୀ ଭାତୃଗଣ ତୁମକୁ ନମସ୍କାର ଜଣାଉଛନ୍ତି। ଏବେ ତୃତୀୟ ଦେଖିବା 22 ପଦ। ସମସ୍ତେ 22 ପଦ ପଢିବା, ଭଲ ଲାଗେ। ସାଧୁମାନେ ସମସ୍ତେ, ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ ପ୍ରସାଦରେ ଅଛନ୍ତି ସେମାନେ ତୁମକୁ ନମସ୍କାର। କେତେ ସୁନ୍ଦର ପଦ ଏଇଟା, ଭଲ ଲାଗେ। ମତେ ଏଇ ପଦଟା ଭାରି ଭଲ ଲାଗେ। କାହିଁକି ଭଲ ଲାଗେ? ଦେଖନ୍ତୁ 1 ଅଧ୍ୟାୟ ଆସନ୍ତୁ, 1 ଅଧ୍ୟାୟ 13 ପଦ। ତେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟ କରିବ, ଏହା ରାଜପ୍ରସାଦର ସମୁଦାୟ ସୈନ୍ୟ ଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା। ରାଜପ୍ରସାଦରେ କଣ? ପାଉଲ କାହିଁକି ଜେଲରେ ଯାଇଛନ୍ତି, ବନ୍ଧନଗ୍ରସ୍ତ ହେଇଛନ୍ତି, ତାହା ପ୍ରମାଣିତ ହେଲା। ସେମାନେ ଜାଣିଲେ, ପ୍ରାସାଦର ଲୋକ ଜାଣିଲେ ପାଉଲକୁ କାହିଁକି ଜେଲ କରାଯାଇଛି, କାରାଦଣ୍ଡ ଦିଆଯାଇଛି। ଚୋରି କାମ ପାଇଁ ନୁହେଁ, କୌଣସି ଅପରାଧ କାମ ପାଇଁ ନୁହେଁ, କିନ୍ତୁ ସୁଷମାଚାର ପ୍ରଚାର ହେତୁ। ଯେହେତୁ ସେ ସୁଷମାଚାର ପ୍ରଚାର କରୁଥିଲେ, ସେଥିପାଇଁ ଜେଲରେ ଅଛନ୍ତି, କାରାଗାରରେ ଅଛନ୍ତି, ବନ୍ଦୀକି ଅଛନ୍ତି, ସମସ୍ତେ ଜାଣିଲେ। ସମସ୍ତେ ଜାଣିଲେ ଏଇ କଥା। ପାଉଲ ସୁଯୋଗ ନେଲେ, ତାହା ସୁଯୋଗ ନେଇ ଆମେ ଯୋଉ ଆଜି ପଢୁଛୁ 22 ପଦ, ସେଇଠି ମଧ୍ୟ ସେ ସୁଷମାଚାର ପ୍ରଚାର କଲେ। ଆଉ ସେଇଠି ଆମେ ଦେଖୁଛୁ ସାଧୁମାନେ ଅଛନ୍ତି। ଆଚ୍ଛା, ପୂର୍ବରୁ କାଇସର ମାନେ ଜାଣିଛନ୍ତି ତ, ଆମର ଯେମିତି ରାଷ୍ଟ୍ରପତି ସେଇ ସମୟରେ ରୋମର ମୁଖ୍ୟ ତାଙ୍କୁ କାଇସର କୁହାଯାଏ। ସିଜର କାଇସର ସେ ମୁଖ୍ୟ, ତାଙ୍କ ତଳେ ପିଲାତ ହେରୋଦ ସେମାନେ ଥିଲେ, କିନ୍ତୁ ସବୁଠୁ ଯେ ଉଚ୍ଚ ସେ ହେଉଛନ୍ତି କାଇସର। ଆଉ କାଇସରଙ୍କ ପ୍ରାସାଦରେ କିଏ ଅଛନ୍ତି? ପାଉଲ ଅଛନ୍ତି, ଥିଲେ, ବହୁତ ସୁନ୍ଦର। ପ୍ରଭୁ ତାଙ୍କୁ ଯେତେବେଳେ ମଣ୍ଡିତ କଲେ ଆଉ କହିଲେ ମୋର ମଣ୍ଡିତ ପାତ୍ର, ସେତେବେଳେ ଗୋଟେ କଥା କହିଥିଲେ, ସମସ୍ତେ ପଢନ୍ତୁ ପ୍ରେରିତ 9 ଅଧ୍ୟାୟ। ପ୍ରେରିତ 9 ଅଧ୍ୟାୟ କିନ୍ତୁ ପ୍ରଭୁ ତାଙ୍କୁ କହିଲେ ଯାଅ, କାରଣ ସେ ବିଜାତି ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମର ନାମ ବହନ କରିବା ନିମନ୍ତେ
ଆମର ଜଣେ ମନୋନୀତ ପାତ୍ର ଅଟେ। କୋଉଠି ସେ ନାଁ ବହନ କରିଯିବେ ଲେଖା ହେଇଛି ବିଜାତି, ତାପରେ ଗୋଟେ ଶବ୍ଦ ଲେଖା ହେଲା କଣ ରାଜା। ରାଜାକୁ କିଏ ସୁଷମାଚାର ଦେବ? ସମସ୍ତେ ଏଠି କୁହନ୍ତୁ କିଏ ଦେବେ? କିଏ ଦେବେ? କେମିତି ଦେବେ? ଜେଲ ଗଲେ ତ ଦେବେ। ରାଜା କୋଉଠି ଅଛନ୍ତି? ପ୍ରାସାଦରେ ଅଛନ୍ତି। ଜେଲରେ ଗଲେ କଣ ହବ? ସେ ସୁଷମାଚାର ମୁଁ ଜେଲ ଯିବି ସୁଷମାଚାର କେ ଶୁଣାଇବି ତାକୁ। ଅନେକ ସମୟରେ ଆମେ ସୁଷମାଚାର କହିପାରୁନ, ଅନେକ ବାଧା ତ୍ୟାଗ ଜେଲ ଗଲେ ସୁଷମାଚାର ଜଣାଇଦେଲେ। ଯେତେବେଳେ ସୁଷମାଚାର ଜଣାଇଲେ ଲେଖା ଯାଉଛି ଅନେକ ସାଧୁ ଗଲେ। କଣ ହେଲେ? 22 ବହୁତ ସୁନ୍ଦର ଦେଖ। ଜଣେ ସାଧୁ ଗୋଟେ ଜାଗାକୁ ଗଲେ ଅନେକ ଲୋକ ସାଧୁ ହେଇଯିବେ। ଆଉ ଜଣେ ଯଦି ଅସାଧୁ ଲୋକ ଯାଏ ସେ ଜାଗା ସମସ୍ତେ କଣ ହେଇଯିବେ? ଅସାଧୁ ହେଇଯିବେ। ବେଶୀ କଷ୍ଟ ହୁଏ। ଘରେ ଯଦି ସୁଷମାଚାର ଶୁଣିବେ, ବାହାରେ ମୋର ସୁଷମାଚାର ସମସ୍ତେ ଶୁଣିବେ, କିନ୍ତୁ ଘରେ ଯଦି କିଏ ସୁଷମାଚାର ଶୁଣନ୍ତି ନାହିଁ, ମୁଁ ଜଣେ ଅଯୋଗ୍ୟ ବ୍ୟକ୍ତି। ମାନେ ଆମର 3 ପୁଅ ଝିଅ ସେମାନେ ଚର୍ଚ୍ଚରେ ସାକ୍ଷ୍ୟ ଦେଇଛନ୍ତି ପ୍ରଭୁ ଯୀଶୁ ବିଶ୍ୱାସ କରୁଛନ୍ତି, ପାପ ପରୀକ୍ଷା ସ୍ପଷ୍ଟ ଭାବରେ କହିଛନ୍ତି। ଯଦି ଘରେ ଆମେ କରିପାରୁ, ପାଉଲଙ୍କର ଘର ନାହିଁ, ସ୍ତ୍ରୀ ନାହିଁ, ପୁଅ ଝିଅ ନାହିଁ, କିନ୍ତୁ କଣ ଜେଲରେ ଅଛନ୍ତି। ଆଉ କାଇସରଙ୍କ ପ୍ରସାଦ, କାଇସର ପ୍ରସାଦ କେହି ଯାଇପାରିବାନି। ପାଉଲ ଗଲେ କେମିତି ଗଲେ? ବନ୍ଦିକି ଗଲେ। ଆଉ ସେଠି କଣ କଲେ? ସୁଷମାଚାର ପ୍ରଚାର କଲେ। ସେଠି ଆମେ 13 ପଢିଲୁ, ପ୍ରଥମ ମାନେ 1:13 ତା ତଳେ ଯାକୁ ପଢିଯିବୁ ସେ କିପରି ସୁଯୋଗ ପାଉଛନ୍ତି। ସେଥିପାଇଁ ସେ ବି କହୁଛନ୍ତି ଭଲ ଲୋକ ବି ମନ୍ଦ ଲୋକ ଆମେ କଣ କରୁ? ସୁଷମାଚାର ପ୍ରଚାର। ପରିସ୍ଥିତି ଭଲ ଥାଉ ନଥାଉ ସୁଷମାଚାର ପ୍ରଚାର କରୁ। ଆମେ କେବେ ବି ମାର୍କେଟରେ ଜଣକୁ ସୁଷମାଚାର କରିବୁ। ଆଚ୍ଛା ଗୋଟେ ଲୁଗା କେତେ ଥର ଯାଇଥିବେ? କେତେ ଦିନ ଥରେ ବି କହିଥାନ୍ତି ଲୁଗା କହିଥିଲେ ତାକୁ ଏତେ ପଇସା ବି ଆସନ୍ତି ଶୁଣିବ। ସେ ମାରବାଡୀ ମାନେ ପଇସା ଦେଲେ ବହୁତ କଥା ଶୁଣନ୍ତି। ଥରେ ଗୋଟେ ଟ୍ରାକ୍ସର ଦେଇଦେଲେ କି ଗୋଟେ ପତ୍ରିକା ଦେଇଦେଲେ କି ଦେଲେନି। ଯଦି ଆମେ ଲୁଗା ଦୋକାନରେ କହିପାରୁନୁ, ଚା ହୋଟେଲରେ କହିପାରୁନୁ, ରାଜପ୍ରସାଦରେ କହିପାରିବା? ହ୍ୟାଲୋ ହବ? ଆମେ ତ ଘରେ କହିପାରୁନୁ ସୁଷମାଚାର ଆମ ପିଲାମାନଙ୍କୁ। ଆମେ ଏତିକି କହୁଛୁ ପିଲାଙ୍କୁ ଦୁଷ୍ଟ ହେବେ କହୁଛୁ। ସୁଷମାଚାର କହିଲେ ଶୁଣିଲେ ତ ଦୁଷ୍ଟ ହେବେ ନାହିଁ। ଆମେ ଖାଲି ବହୁତ ଦୁଷ୍ଟ ହବୁ ନାହିଁ, ଦୁଷ୍ଟ ହବୁ ନାହିଁ। ସେ ଦୁଷ୍ଟ ହେଇ ଚାଲିଛି କାହିଁକି? ସୁଷମାଚାର ଜାଣିଲେ, ସୁଷମାଚାର ଜାଣିଲେ ସେ ଦୁଷ୍ଟ ହବ ନାହିଁ। ଆମେ ଘରେ ସୁଷମାଚାର କହିନଥାଉ, ଖାଲି କହିଥାଉ ଭଲ ଭଲ ପାଠ ପଢିବୁ, ଭଲ କରିବୁ। ସେ ଭଲ ହେଇକି ଚାଲିଯିବ, ଆଉ ଶେଷରେ କିଛି ଭଲ ନଥିବ। ଚାକିରି କରିବ ଆଉ ପ୍ରଭୁ ବି ଜାଣିବନି। ସେ ମୋ ପିଲା ବହୁତ ବଡ ଚାକିରି କରୁଛି ସେତିକି ଆମେ କହିପାରୁ, କିନ୍ତୁ ପ୍ରଭୁ ଜାଣିକି କହିପାରୁନୁ। କାହିଁକି? ଜାଣିନୁ ଆମେ। ଏଠି ଦେଖନ୍ତୁ ଏଇ ପଦ ଗୁଡାକ ଶେଷ ପଦ ଫିଲିପିୟ ମଣ୍ଡଳୀ ଶୁଣିବ, ତାପରେ ଆଉ ପାଉଲ ଠାରୁ ଶୁଣିବ ନାହିଁ। ଫିଲିପିୟ ମଣ୍ଡଳୀ ପାଉଲ ଗଠନ କରିଥିଲେ। ଆଉ ସେଠି ସେ କହୁଛନ୍ତି ଯେ ମୁଁ ଏବେ କାଇସରଙ୍କ ପ୍ରାସାଦରେ ଅଛି, ଆଉ ସେଇଠି ସାଧୁ ମାନେ ଅଛନ୍ତି। ହାଲେଲୁୟା, ଆମକୁ ବହୁତ ଭଲ ଲାଗେ। ଗୋଟେ ଏମିତି ଜାଗା ଯୋଉଠିକି ଖ୍ରୀଷ୍ଟିଆନଙ୍କୁ ନିନ୍ଦା ତାଡ଼ନା କରାଯାଏ, ସେଇ ଜାଗାରେ ଏବେ ସୁଷମାଚାର ପହଞ୍ଚିଛି।
ଆଉ ସେମାନେ ଏବେ କଣ କରୁଛନ୍ତି ନମସ୍କାର ଜଣାଉଛନ୍ତି। ଏଠି ଭଲ ଲାଗେ ଦେଖ ସାଧୁ ସାଧୁକୁ ନମସ୍କାର କରେ। এই যে 22 লেখায় সাধু মানে সাধুଙ୍କୁ নমস্କାର କରନ୍ତି। তো সেই নমস্କାର মূল্য ଅଛି, ତାତ୍ପର୍ଯ୍ୟ ଅଛି, ପ୍ରାଧାନ୍ୟତା ଅଛି, ଗୁରୁତ୍ୱ ଅଛି। ପାଉଲ ବହୁତ ଖୁସିରେ କହୁଛନ୍ତି ସେମାନେ ତୁମକୁ ନମସ୍କାର। ଶେଷ ବିଷୟ ଦେଖିବା 23 ପଦ, ସମସ୍ତେ ପଢ 23 ପଦ। ଯେହେତୁ ଶେଷ ଫିଲ୍ମ ପରେ ଆଉ ଶୁଣିବା ନାହିଁ। କଣ ଲେଖା ହେଇଛି? प्रभु यीशु ख्रीष्टଙ୍କର ଆତ୍ମାର ସହବର୍ତ୍ତୀ ହେଉ। କଣ ଚିନ୍ତା କର? তোমার আত্মার সহবর্তী কিଏ ହେବେ? ପାଉଲ କହୁଛନ୍ତି ମୁଁ ଏବେ ଜେଲ ଅଛି, ମୋର ଅବସ୍ଥା କଣ ମୁଁ ଜାଣି ନାହିଁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ଯଦି ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପ୍ରଭୁ ଯୀଶୁ ଆସିବାକୁ ଦୁଇଟା ବିଷୟ ଆସେ, ତିନିଟା ବିଷୟ ଆସେ। ଆମେ ଦେଖିବା ପ୍ରଥମ ବିଷୟ କଣ ଆସିଲା, ସମସ୍ତେ ମୋ ସହିତ କଲ। ଜହନ ତାର ଏକ ଅଧ୍ୟାୟ, ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିଲେ ଯୀଶୁଖ୍ରୀଷ୍ଟଙ୍କ ସହିତ କଣ ଆସିଲେ? ଜହନ 1 ତାର 17। କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। ଆସିଲେ ଯୀଶୁଖ୍ରୀଷ୍ଟ ଆସିବା ଦ୍ୱାରା ଅନୁଗ୍ରହ ଆଉ ସତ୍ୟ। ସେମିତି ଗାଲାତ୍ୟ 3:25। କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକ ଅଧୀନରେ ବିଶ୍ୱାସ ଉପସ୍ଥିତ ହେଲା। ଏଇଟା ମନେ ରଖିଥାନ୍ତୁ। ପ୍ରଭୁ ଯୀଶୁ ଆସିବା ହେତୁ ଅନୁଗ୍ରହ ଆସିଲା, ସତ୍ୟ ଆସିଲା, ବିଶ୍ୱାସ ଆସିଲା। ତେଣୁ ସେଇ ଅନୁଗ୍ରହ ପାଉଲ କହୁଛନ୍ତି ତୁମମାନଙ୍କର ସହବର୍ତ୍ତୀ ହଉ। ମାନେ ଅନୁଗ୍ରହକୁ ବୁଝି ହେବ ନାହିଁ। ମୁଁ ଅନୁଗ୍ରହକୁ ଏତିକି କହିପାରିବି, ମନୁଷ୍ୟକୁ ପରିତ୍ରାଣ ଦେବା ପାଇଁ ପ୍ରଭୁ କେବଳ ଅନୁଗ୍ରହ ହିଁ କଲେ, ଆଉ କିଛି ନାହିଁ। ଆଉ ଯୀଶୁଖ୍ରୀଷ୍ଟ ଯେମିତି ଆମେ ପଢିବୁ 17 ପଦରେ ଅନୁଗ୍ରହ ସତ୍ୟ ଉପସ୍ଥିତ ହେଲା, କିନ୍ତୁ ଯଦି 14 ପଦ ପଢିବେ ଜହନ 1:14 କଣ ଲେଖା ହେଇଛି? ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହେଲେ ସେ। ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହେଲେ 14 ପଦ ଲେଖା ହେଲା, 17 ଲେଖାରେ ଅନୁଗ୍ରହ ସତ୍ୟ ଆମେ ଦେଖୁ ସେଠି ଭଲ ବୁଝନ୍ତୁ ସେଇଟା। ଯୀଶୁଖ୍ରୀଷ୍ଟଙ୍କର ଆଗମନ ହେତୁ ଲେଖା ହେଲା 14 ପଦରେ ଦେହବନ୍ତ ହେଲେ, ବାକ୍ୟ ଦେହବନ୍ତ ହେବାରୁ ଅନୁଗ୍ରହ ସତ୍ୟରେ ସେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ 17 ପଦ ଲେଖା ହେଇଛି ଅନୁଗ୍ରହ ସତ୍ୟ ଉପସ୍ଥିତ ହେଲା। ଏଇ ଅନୁଗ୍ରହ ନଥିଲା ଆଗରୁ, କେବଳ ଦଣ୍ଡ ଥିଲା। ଆମ ଉପରେ ମୃତ୍ୟୁର ଦଣ୍ଡ ଥିଲା, ପାପର ବେତନ ଥିଲା, ପାପର ଦେହ ଛୁଟାଇବା ଥିଲା, କିନ୍ତୁ ପ୍ରଭୁ ଅନୁଗ୍ରହ କଲେ। ସେଥିପାଇଁ ପାଉଲ କହୁଛନ୍ତି ମଣ୍ଡଳୀ ମୁଁ ତୁମକୁ ଧନ ଦଉନାହିଁ, ସମ୍ପତ୍ତି ଦେଉନାହିଁ, କିନ୍ତୁ ଯୋଉଟା ସର୍ବୋତ୍କୃଷ୍ଟ ଅନୁଗ୍ରହ ତୁମ ସହବର୍ତ୍ତୀ ହେଉ। ଚିଠିଟା ସେଇ ଶେଷ ହେଇଯାଉଛି। ଅନୁଗ୍ରହ ଯଦି ନାହିଁ ପଦ ପଢିଦେଲା ଶେଷ କରିଦେବା। ରୋମୀୟ 4 ଅଧ୍ୟାୟ 4 ପଦ।
ଏଇଟା ଭଲ ମନେ ରଖିବେ। ରବିର ଚାରି ତାର ଚାରି। ଯିଏ କର୍ମ କରେ ତାହା ପକ୍ଷରେ ତାହାର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ। ଯିଏ କର୍ମ କରେ ତାର ଦେୟ ପେମେଣ୍ଟ କରୁଛି ସେ। যে কর্ম করছে মু ধার্মিকতা কর্মরে পাইলি অর্জন করিলি ধার্মিকতা পরিত্রাণ মু দেহ মু ଦେଇକି কাম କରିକି ଅର୍ଜନ କରୁଛି ମୁଁ ଯୋଉଟା ଅର୍ଜନ କରାଯାଏ ସେଟା ଅନୁଗ୍ରହ ରହିଛି ଲେଖା ହେଲା ଚାରିପଦରେ। ମୁଁ ପେମେଣ୍ଟ କରି ଯଦି ପାଇଯାଉଛି ଆଜି ସକାଳେ କହୁଥିଲି ବାପ୍ତିସ୍ମ ଯଦି ପରିତ୍ରାଣ ପାଇଯାଏ ସବୁଠୁ ଭଲ କୁମ୍ଭ ମେଳା ନା ନାଇଁ। କେତେ ଲକ୍ଷ ଲୋକ 10 ଲକ୍ଷ ଲୋକ ଯାଇ ବୁଲି ଯାଉଛନ୍ତି ସମସ୍ତେ ପରିତ୍ରାଣ ପାଇଯିବେ ନା ନାଇଁ। ବା ମାସକୁ ଥରେ ପ୍ରବଚନ ହେବା ଦ୍ୱାରା ପରିତ୍ରାଣ ମିଳିଥାନ୍ତା କେତେ ସହଜ ହେଇଯାଇଥାନ୍ତା ନାହିଁ। କେମିତି ମିଳେ? ଅନୁଗ୍ରହ ଦ୍ୱାରା ମିଳେ। ଅବ୍ରାହମ ଅନୁଗ୍ରହରେ ଧାର୍ମିକ ଗଣିତ ହେଇଥିଲେ। ନେକ୍ସଟ ପଦ ପଢିବା ରୋମିଓ 9 ଅଧ୍ୟାୟ 16 ପଦ। অতএব যে ইচ্ছা করে কিংবা যে চেষ্টা করে তা ক্রিয়া হয়ে থাকে, মাত্র দয়ার ঈশ্বর কেতা হবে ঈশ্বর দয়া হেতু ହୁଏ। ইচ্ছা দ্বারা ହୁଏ ନାହିଁ, চেষ্টা দ্বারা ହୁଏ ନାହିଁ। আর ଗୋଟେ ପଦ ପଢିବା 11 ପଦ। কিন্তু যদি তাহা অনুগ্রহ রূপে তেবে তাহা ଆଉ ক্রিয়াকর্ম হেতু ହୁଏ ନାହିଁ, নহিলে অনুগ্রহ ଆଉ অনুগ্রহ ନୁହେଁ। ଅନୁଗ୍ରହ ଅନୁଗ୍ରହ ନୁହେଁ। ଗ୍ରେସ୍ ପ୍ଲସ୍ 1 ଗ୍ରେସ୍ ନୁହେଁ, ଗ୍ରେସ୍ ଗ୍ରେସ୍ ନୁହେଁ। ଅନୁଗ୍ରହ ଆଉ କର୍ମ ଦୁଇଟା ଏକତ୍ର ଯାଇପାରିବେ ନାହିଁ। ଏକ କର୍ମ ନଥିବା ଅନୁଗ୍ରହ। ଆମ ଯେତେବେଳେ ବସିଛୁ ଆଜି ଆମେ ଜାଣିବା ହବ ଅନୁଗ୍ରହ ଯଦି ଆମ ସହବର୍ତ୍ତୀ ନୁହନ୍ତି ବ୍ୟକ୍ତି ଭାବରେ କହୁଛି ତେବେ ଆମମାନେ ଖ୍ରୀଷ୍ଟିଆନ ଜୀବନ କାଟି ପାରିବା ନାହିଁ। ପାଉଲ ସୁନ୍ଦର ଭାବରେ ତାଙ୍କ ଜୀବନର ସାକ୍ଷ୍ୟ ଦେଇଛନ୍ତି। ଶେଷ ପଦ ପଢି ଶେଷ କରିବା। ଶେଷ ପଦ କହିଥିଲି ଶେଷ ପଦ ପ୍ରଥମ କରିନ୍ଥିୟ 15 ତା 10 ଆମେ ସମସ୍ତେ ପଢିଲେ 10 ଦେଖନ୍ତୁ ପଢୁଛି ମୁଁ କାରଣ ମୁଁ ଯାହା ହୋଇଅଛି ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି। ଆଉ ମୋ ପ୍ରତି ପ୍ରଦତ୍ତ ତାଙ୍କର ସେ ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତ ଅପେକ୍ଷା ଅଧିକ ପରିଶ୍ରମ କରିଅଛି। ତଥାପି ମୁଁ ନୁହେଁ କିନ୍ତୁ ମୋ ସହିତ ଥିବା ଈଶ୍ୱରଙ୍କ ଅନୁଗ୍ରହ ତାହା କରିଅଛି। ପାଉଲ କହୁଛନ୍ତି ଅନୁଗ୍ରହ ହିଁ ମୋ ପାଇଁ ଯଥେଷ୍ଟ। 2 Corinthians ଲେଖା ହେଇଛି ମୋ ପାଇଁ ଅନୁଗ୍ରହ ଯଥେଷ୍ଟ। ପ୍ରଭୁ ଅନୁଗ୍ରହ ଉପରେ ଅନୁଗ୍ରହ ଦେଲେ ଯେପରି ଆମେ ପାପରୁ ମୁକ୍ତି ପାଇବୁ, ମୃତ୍ୟୁଦଣ୍ଡ ରକ୍ଷା ପାଇବୁ, କିଛି ଦିଆକର୍ମ ନୁହେଁ। ସେଥିପାଇଁ ପାଉଲ ଶେଷରେ ଲେଖିଲେ ଅନୁଗ୍ରହ ତୁମମାନଙ୍କର ସହବର୍ତ୍ତୀ। ସେଥିପାଇଁ ମୁଁ ମଧ୍ୟ କହେ ଦାନ ଭାଇକୁ ଯଦି ପ୍ରାର୍ଥନା କରିବ ଏଠି ପ୍ରାର୍ଥନା କରିବ ଦାନ ଭାଇକୁ ଅନୁଗ୍ରହ କର, ଲମ୍ବା ପ୍ରାର୍ଥନା କରିବ ଦାନ ଭାଇକୁ ଅନୁଗ୍ରହ କର। ଯଦି ମୋ ପାଇଁ କରୁଛ କେବେ ବି କରୁଛ ମନେ ପଡ଼ିଲେ କରୁଛ ସେଠିକି କର ଦାନ ଭାଇକୁ ଅନୁଗ୍ରହ। ତାଠୁ ବେଶୀ ଦରକାର ଆମ ପାଇଁ କିଛି ମାଗିବ ନାହିଁ। ଅନୁଗ୍ରହ ଦାନ ଭାଇକୁ ଦିଅ। ଆଉ ମୁଁ ଯଦି ପ୍ରାର୍ଥନା କରି ମୁଁ ସମସ୍ତ ପାଇଁ କହିବି ଆମକୁ ଶାନ୍ତି ଦିଅ, ଆନନ୍ଦ ଦିଅ, ପଇସା ଦିଅ, ଅନୁଗ୍ରହ ପାଇଁ ପ୍ରାର୍ଥନା କଣ ଚାହାଁ ଆମ ସମସ୍ତଙ୍କୁ ଫିଲିପିର ପୁସ୍ତକ ଶେଷ କରିବା ପାଇଁ ସାହାଯ୍ୟ କଲେ। ବହୁତ ଧୈର୍ଯ୍ୟ ସହିତ ଶୁଣିଛନ୍ତି। ଧୈର୍ଯ୍ୟ ସହିତ ଶୁଣିଛନ୍ତି।
ଆଉ ସବୁ ଭୁଲିଗଲେ ଧନ୍ୟବାଦ ଭୁଲିଗଲେ କି ପ୍ରାର୍ଥନା କଲେ। ପ୍ରଭୁ ତୁମର ଧନ୍ୟବାଦ ଦଉଛୁ ତୁମର ବାକ୍ୟ ହାତରୁ ତୁମର ବିନ୍ଦୁ ମାତ୍ରାର ଅର୍ଥ ଅଛି। ଫିଲିପିୟ ମଣ୍ଡଳୀ ଯୋଉ ଚିଠି ତୁମେ ପାଉଲଙ୍କୁ ଲେଖାଇଲ ପ୍ରଭୁ ଶେଷରେ ଯୋଉ ଅଭିବାଦନ ସମ୍ବୋଧନ ସମ୍ଭାଷଣ ନମସ୍କାର ତାର ଗାରିମା ରହିଛି ଗୁରୁତ୍ୱ ରହିଛି ପ୍ରାଧାନ୍ୟତା ରହିଛି ତା ଆମକୁ ଶିଖାଇଲ। ସେଦିନ ମରିୟମ ଏଲିସାବେଥଙ୍କୁ ନମସ୍କାର କଲେ ଆଉ ମହାନ ଆଶ୍ଚର୍ଯ୍ୟ ବିଷୟ ଘଟିଲା। ଆଜି ଯଦି ଆମେ ଯୀଶୁ ନାମରେ ନମସ୍କାର କରୁ ସେଇ ବିଷୟ ଘଟିବ। ଆମ ନମସ୍କାରରେ ଆଶ୍ଚର୍ଯ୍ୟ ବିଷୟ ଘଟୁ ବୋଲି ଆମେ ପ୍ରାର୍ଥନା କରୁଛୁ। ନମସ୍କାର କରିବୁ ସେମାନେ ଯେପରି ତୁମକୁ ନମସ୍କାର କରିବେ ପ୍ରଣାମ କରିବେ ତୁ ପ୍ରଭୁ ବୋଲି ସ୍ୱୀକାର କରିବେ এই দয়া তুমি করো। একলা জীবন কাটনଥିଲେ সঙ্গী ଥିଲେ তুমি আমাদের এপরি গোটে জীবন ଦେଇଛ ପ୍ରାର୍ଥନାକୁ ବି ସଙ୍ଗୀ କରେଇ ଦିଅନ୍ତ। ଆମେ ପ୍ରାର୍ଥନା କରୁ ତୁମ ନାମ ନଉ ତୁମେ ଆମକୁ ସମ୍ପତ୍ତି ଦେଇଥାଅ ତୁମେ ଆମ ବିଷୟ ଅଛ। ଅନେକ ସମୟରେ ଆମେ ହତାଶ ନିରାଶ ହେଇଯାଉ ଏକଲା ହେଇଯାଉ କିନ୍ତୁ ତୁମେ ସାହାଯ୍ୟ କରିଥାଅ। ଆଜି ଅନେକ ବସିଛନ୍ତି ଘର ଭିତରେ ଅଛନ୍ତି ପରିବାର ସହିତ ଅଛନ୍ତି କିନ୍ତୁ ଭିତରେ ଶୂନ୍ୟତା ଅଛି ଏକଲାପଣ ଅଛି। ପ୍ରାର୍ଥନା କରୁଛୁ ପ୍ରଭୁ ତୁମେ ଦୟା କର ତୁମେ ଦୂର କର ପ୍ରାର୍ଥନାର ସଙ୍ଗୀ ବନାଇବା ପାଇଁ ତୁମେ ସାହାଯ୍ୟ କର। ପ୍ରଭୁ କେତେ ଦୟାଳୁ ତୁମେ ମହାନ ରାଜପ୍ରାସାଦରେ ପାଉଲ ସୁସମାଚାର ପ୍ରଚାର କରିଛନ୍ତି ଅନେକ ସାଧୁ ହେଇଗଲେ ଜେଲରେ ଅନେକ ଅସାଧୁ ଲୋକ ରହନ୍ତି କିନ୍ତୁ ପାଉଲ ତୁମେ ଜେଲକୁ ନେବ ଯେପରି ଅସାଧୁ ମାନେ ସାଧୁ ହେଇଯିବେ ଆଉ ସେମାନେ ମଧ୍ୟ ଯୀଶୁଙ୍କ ନାମରେ ନମସ୍କାର କରିବେ। এই କାମ ତୁମେ ହିଁ କରିପାରିବ। ଆମର ତୁମେ ସାହାଯ୍ୟ କର ଆମର ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ସାକ୍ଷୀ ହେବା ପାଇଁ ସୁସମାଚାର ଅନ୍ୟମାନଙ୍କୁ କହିବା ପାଇଁ ପ୍ରଭୁ ଆମକୁ ଦୟା କର ତୁମର ଅନୁଗ୍ରହ ଆମକୁ ସହବର୍ତ୍ତୀ ହେବ। ଏତିକି ନିବେଦନ କରୁ କେବଳ ଅନୁଗ୍ରହ ତୁମର ଅନୁଗ୍ରହ ଆମ ସହବର୍ତ୍ତୀ ହେବ। ଅନୁଗ୍ରହ ମନୋନୟନକୁ ପ୍ରଣାମ କରୁଛୁ ମୁଁ ଧନ୍ୟବାଦ ଦଉଛୁ ଯେ ଆମକୁ ଏଇ ପୁସ୍ତକ ଶେଷ କରିବା ପାଇଁ ଦେଇଛ ଯାହା ସବୁ ଆମେ ଶିଖାଇଛ ଜୀବନରେ ଅନୁକରଣ କରିବା ପାଇଁ ତୁମେ ସାହାଯ୍ୟ କର। এই ଭାଇ ଭଉଣୀ ମାନଙ୍କୁ ତୁମେ ବାକ୍ୟରେ ଗୋଷ୍ଠୀ ଦିଅ ବାକ୍ୟରେ ସୁଶୋଭିତ କରିଦିଅ ବାକ୍ୟର ସତ୍ୟତା ଜ୍ଞାତ ପାଇଁ ଦିଅ ବାକ୍ୟ ଶୁଣି ନିରବ ହେବା ପାଇଁ ଦିଅ ନାହିଁ ସୁଷମାଚାର ଶୁଣି ନିରବ ହେବାକୁ ଦିଅ ନାହିଁ ସୁଷମାଚାର କହିବାର ଆନନ୍ଦ ସମସ୍ତଙ୍କୁ ତୁମେ ଦିଅ ଆଉ ଯେପରି ନିର୍ଭୀକ ସାହସ ହେବ ଲଜ୍ଜିତ ପଡେ ତୁମ ସୁଷମାଚାର କହିବା ପାଇଁ ଆମ ସମସ୍ତଙ୍କୁ ଆଣିଲ ସୌଭାଗ୍ୟତା ଦେଲ ଆମ ସୌଭାଗ୍ୟତା ଆଜି ଆମ ଉପାସନା ଭକ୍ତି ଭୟରେ କରିଛୁ ତୁମେ ଗ୍ରାସକାରୀ ଅଗ୍ନିସ୍ୱରୂପ ତା ଗ୍ରାସ କରିଛ ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛୁ। ଆମର ପ୍ରଶଂସା ଆମ ପ୍ରାର୍ଥନା ଗ୍ରହଣ ଯୋଗ୍ୟ ହେଲା ଆମେ ଅଧମ ପାପୀ କିନ୍ତୁ ତୁମେ ପବିତ୍ରାତ୍ମା ଶକ୍ତିରେ ଆମକୁ ଉପାସନା କରିବା ପାଇଁ ଦେଇଛ ଆମର ଆତ୍ମା ତୁମେ ଉପାସନା କରିପାରିବା ଯୋଗ୍ୟତା ତୁମେ ଦେଲ ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛୁ। ପ୍ରଭୁ ଆରମ୍ଭ ପଢାଇନି ଯେତେବେଳେ ଆସିଛନ୍ତି ସମସ୍ତଙ୍କୁ ହସ୍ତ ରଖ ପରିଚାଳନା କର ସୁରକ୍ଷା ସୁସ୍ଥତା ତୁମେ ପ୍ରଦାନ କର ପ୍ରତି ପରିବାର ତୁମେ ଆଶୀର୍ବାଦ କର ଯେଉଁମାନେ ଆସିନାହାନ୍ତି ସେମାନଙ୍କୁ ଆଉ ଥରେ ପଢାଇ ଆଣ ଯେଉଁ ସ୍ୱର ଦୁର୍ବଳ ଅଛି ସେମାନଙ୍କୁ ସବଳତା ପ୍ରଦାନ କର ଶକ୍ତି ତୁମେ ଦିଅ ଆଉ ପ୍ରଭୁ ସାହସ ତୁମେ ଦିଅ
ଯୋଉମାନେ ଅଭାବରେ କଷ୍ଟ ପାଉଛନ୍ତି ତାର ଅଭାବ ତୁମେ ଦୂର କରିଦିଅ। ଯୋଉ ପରିବାର ଅଶାନ୍ତି ଅଛି ଅଶାନ୍ତି ଦୂର କରିଦିଅ। ଯୋଉ ପରିବାରରେ ପୁଅ ଝିଅମାନେ ଚାକିରି ପାଇନାହାନ୍ତି ସେମାନେ ତୁମେ ଯୋଗାଇ ଦିଅ। ପ୍ରଭୁ ଆଶ୍ଚର୍ଯ୍ୟ ତୁମେ କର। ତୁମର ମଙ୍ଗଳ ଦାନ ପ୍ରତି ପରିବାର ମଧ୍ୟ ତୁମର ମଙ୍ଗଳ ଦୟା ପ୍ରତି ପରିବାର ପଛେ ପଛେ ବଢିବ। ପ୍ରଭୁ ଧନ୍ୟବାଦ ଦଉଛୁ ଆଜି ଆମକୁ ଏ ଆଶୀର୍ବାଦ ଦିଆଯାଉ। ମନୋନୀତ ପ୍ରଣାମ କରି ଦୂତର ସହିତ ପବିତ୍ର ପବିତ୍ର ବୋଲି କହି ଧର୍ମମୟ 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 ପ୍ରଭୁ এই প্রার্থনা প্রভু যীশু নাম উৎসর্গ করছি। এটা প্রভু যীশু খ্রিস্ট অনুগ্রহ পিতা ঈশ্বর প্রেম পবিত্র আত্মার সহায়তা আমার সমস্ত